ଘରେ ପଡ଼ିଥିଲା ସ୍ୱାମୀର ରକ୍ତ ଜୁଡ଼ୁବୁଡ଼ୁ ମୃତ ଶରୀର। ସ୍ତ୍ରୀ କିନ୍ତୁ ନିଜ ପ୍ରେମିକା ସହିତ ରାସଲୀଳା କରୁଥିଲା। ଏପଟେ ଘର ଭିତରେ ବନ୍ଦ ଥିବା ଦୁଇ ଛୁଆ କବାଟ ଫାଙ୍କରେ ସବୁ ଦେଖି ଚିତ୍କାର କରି କାନ୍ଦୁଥିଲେ। ଶେଷରେ ମୀନା ଆଉ ତା ପ୍ରେମିକ ମନୋଜ ଥାନାରେ ପହଞ୍ଚି କହିଥିଲେ କି ସେ ସୁରେଶକୁ ଜୀବନରୁ ମାରିଦେଇଛନ୍ତି। କ'ଣ ଥିଲା ପୁରା କାହାଣୀ ଜାଣିବା ପାଇଁ ଆସନ୍ତୁ ଆରମ୍ଭ କରିବା ଆଜିର ଏ କାହାଣୀ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। 10 ବର୍ଷ ତଳୁ ସୁରେଶକୁ ବାହା ହେଇଥିଲା ମୀନା। ୟା ଭିତରେ ଉଭୟଙ୍କର 2ଟି ସନ୍ତାନ ମଧ୍ୟ ହୋଇସାରିଥିଲା। ବେଶ ହସ ଖୁସିରେ ସଂସାର ବି ଚାଲିଥିଲା। ସୁରେଶ ସହରରେ ରହି ସିକ୍ୟୁରିଟି ଗାର୍ଡର ଡ୍ୟୁଟି କରୁଥିଲା। ଆଉ ଯେତିକି ରୋଜଗାର କରୁଥିଲା ତେଲ ଲୁଣର ସଂସାର ଭିତରେ ଚାରିପ୍ରାଣୀ କୁଟୁମ୍ବ ବେଶ ଖୁସି ଥିଲେ। ହେଲେ ଏହି ସ୍ୱାମୀ ସ୍ତ୍ରୀଙ୍କ ଭିତରକୁ ଝଡ଼ ହୋଇ ପଶି ଆସିଥିଲା ମନୋଜ ସୁରେଶର ପଡ଼ୋଶୀ ଥିଲା। ଯେହେତୁ ସୁରେଶ ଘରେ ରହୁନଥିଲା ସେଥିପାଇଁ କିଛି ଦରକାର ପଡ଼ିଲେ ମୀନା ମନୋଜକୁ ଖୋଜୁଥିଲା। ଏମିତି ମିଳାମିଶା ଭିତରେ ମୀନା ସହିତ ମନୋଜର ପ୍ରେମ ହୋଇଯାଇଥିଲା। ମନୋଜ ସବୁବେଳେ କିଛି ନା କିଛି ବାହାନା କରି ମୀନା ଘରକୁ ଆସୁଥିଲା ଆଉ ମୀନା ବି ମନୋଜ ଘରକୁ ଯାଉଥିଲା। ଟୋକା ପ୍ରେମିକକୁ ପାଇ ମୀନା ସବୁ କିଛି ଭୁଲି ଯାଇଥିଲା। ସ୍ୱାମୀ କଥା ତ ଛାଡ଼, ଏମିତିକି ନିଜ ଛୁଆମାନଙ୍କ କଥା ବି ବୁଝିବାକୁ ସମୟ ପାଉନଥିଲା। ଯେତେବେଳେ ଦେଖିବ ଖାଲି ମନୋଜ ସହିତ ବୁଲୁଥିଲା ଆଉ ତା ସହ ଫଟୋ ବି ଉଠାଉଥିଲା, ରିଲ୍ସ ବି କରୁଥିଲା। ମନୋଜ ଯେମିତି ମୀନାର ନୂଆ ଦୁନିଆ ବନିଯାଇଥିଲା। ପ୍ରେମର ମନ ଆକାଶରେ ମୀନା କେତେବେଳେ ମନୋଜ କୋଳରେ ଶୋଇପଡ଼ୁଥିଲା ତ କେତେବେଳେ ମନୋଜ ସହିତ ନୂଆ ଏକ ରାଇଜର ସ୍ୱପ୍ନ ଦୁନିଆରେ ଘୁରି ବୁଲୁଥିଲା। ଯେଉଁ ବେଡ୍ରେ ମୀନା ସୁରେଶ ସହିତ ଶୋଇ ଦୁଇଟା ଛୁଆ ଜନ୍ମ କରିଥିଲା, ସୁରେଶ ଅନୁପସ୍ଥିତିରେ ସେହି ବେଡ୍ରେ ମୀନା ମନୋଜ ସହିତ ଶଯ୍ୟା ସଙ୍ଗିନୀ ହେଇ ରାସଲୀଳା କରୁଥିଲା। ଧୀରେ ଧୀରେ ଏକଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା। ପିଲାମାନେ ଛୋଟ ଛୋଟ ହେଲେ ବି ଏକଥାକୁ ଜାଣିପାରୁଥିଲେ। ହେଲେ ମା ମୀନା ତାଙ୍କୁ ଡରେଇ ଧମକେଇ ଚୁପ୍ କରିଦେଉଥିଲା। ପିଲାମାନଙ୍କୁ ସିନା ଧମକେଇ ଚୁପ୍ କରାଇ ଦେଉଥିଲା, କିନ୍ତୁ ଗାଁ ଲୋକଙ୍କ ମୁହଁକୁ କ'ଣ ଚୁପ୍ କରାଇ ପାରୁଥିଲା? ଏକଥା ସବୁଆଡ଼େ ଚର୍ଚ୍ଚା ହେବା ଆରମ୍ଭ ହୋଇଯାଇଥିଲା। ଆଉ ସୁରେଶ କାନରେ ବି ଏକଥା ପଡ଼ି ସାରିଥିଲା, ଯାହାକୁ ଶୁଣିଲା ପରେ ସୁରେଶ ଭାରି ଦୁଃଖୀ ହୋଇଯାଇଥିଲା ଆଉ ସ୍ତ୍ରୀ ମୀନାକୁ ବହୁତ ବୁଝେଇଥିଲା। ହେଲେ ମୀନା ଏସବୁ କଥାକୁ ଖଣ୍ଡନ କରିବା ସହିତ ଓଲଟା ସ୍ୱାମୀ ସୁରେଶ ଉପରେ ରାଗି ଯାଇଥିଲା। ଶେଷରେ ମୀନା ଆଉ ମନୋଜ ମିଶି ସୁରେଶକୁ ରାସ୍ତାରୁ ହଟାଇବାକୁ ନୂଆ ଯୋଜନା ଆରମ୍ଭ କରିଥିଲେ। ଆଉ ସେହି ଯୋଜନା ଅନୁଯାୟୀ ସୁରେଶକୁ ଘରକୁ ଡାକି ରାତିରେ ସୁରେଶକୁ ଆକ୍ରମଣ କରି ଜୀବନ ନେଇଯାଇଥିଲେ। ଏହିସବୁ ଘଟଣାକୁ ଦୁଇ ପିଲା କବାଟ ଫାଙ୍କରେ ଦେଖୁଥିଲେ। ନିଜ ବାପାକୁ ତା ମା ଆଉ ତା ପ୍ରେମିକ ମନୋଜ ହତ୍ୟା କରିସାରିବା ପରେ ସେହି ରକ୍ତ ଜୁଡ଼ୁବୁଡ଼ୁ ଶରୀର ସାମ୍ନାରେ ଉଭୟ ରାସଲୀଳାରେ ମଜି ଯାଇଥିଲେ ଆଉ ମନ ଭରି ଉପଭୋଗ କରିଥିଲେ। କାହିଁକିନା ସେମାନେ ଜାଣିସାରିଥିଲେ ଏଇଟା ତାଙ୍କର ଶେଷ ମିଶିବା। ପୁଣି କେବେ ଦେଖାହେବ କି ନାହିଁ ତାଙ୍କୁ ଜଣା ନଥିଲା। କାହିଁକିନା ୟା ପରେ ଉଭୟ ପୋଲିସରେ ସରେଣ୍ଡର କରିବାକୁ ଯୋଜନା କରିସାରିଥିଲେ। ଏସବୁ ଘଟଣାକୁ ନେଇ ଦୁଇ ଛୁଆ କବାଟ ଫାଙ୍କରେ ଦେଖି ଚିତ୍କାର କରି କାନ୍ଦୁଥିଲେ। ହେଲେ ସେହି ମାଆକୁ କିଛି ବି ଫରକ ପଡ଼ୁନଥିଲା। ଶେଷ ଥର ପାଇଁ ସବୁ ମଜା ନେଲା ପରେ ସିଧା ଥାନାକୁ ଯାଇଥିଲେ ଆଉ ନିଜକୁ ପୋଲିସ ଆଗରେ ସରେଣ୍ଡର ବି କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଆଉ ତଦନ୍ତ ବି ଆରମ୍ଭ କରିଦେଇଥିଲା। ଟିକିଏ ଦେହ ସୁଖ ପାଇଁ ମୀନା ନିଜ ସ୍ୱାମୀକି ବି ଛାଡ଼ିଲାନି। ଏପଟେ ସ୍ୱାମୀ ମଲା, ସେପଟେ ସେ ତା ପ୍ରେମିକ ସହିତ ଜେଲ୍ ଗଲା। ହେଲେ ଏଇ ଦୁଇ ଛୁଆଙ୍କର କ'ଣ ଭୁଲ ଥିଲା? ଏଇ ଦୁଇ ଛୁଆ ଅନାଥ ହେଇ କାହିଁକି ଦଣ୍ଡ ପାଇବେ? ମୀନା ଭଳି ସ୍ତ୍ରୀମାନେ କାହିଁକି କେଜାଣି ଏକଥାକୁ ବୁଝିପାରନ୍ତିନି। ଯେଉଁ ସ୍ୱାମୀ ସ୍ତ୍ରୀକୁ ଖୁସିରେ ରଖିବା ପାଇଁ, ପରିବାରର ଖୁସି ପାଇଁ, ପିଲାମାନଙ୍କୁ ମଣିଷ କରିବାକୁ ବାହାରେ ଯାଇ ଦିନ ରାତି ମୁଣ୍ଡ ଝାଳ ତୁଣ୍ଡରେ ମାରି ଖଟନ୍ତି, ସେହି ସ୍ତ୍ରୀମାନେ କିନ୍ତୁ ନିଜର କ୍ଷଣିକ ଦେହ ସୁଖ ପାଇଁ ନିଜ ପରିବାରକୁ ନିଜ ହାତରେ ଭାଙ୍ଗି ଦିଅନ୍ତି। ଏମିତିକି ଅନ୍ତ ଫାଡ଼ି ଜନ୍ମ ଦେଇଥିବା ନିଜ ଛୁଆମାନଙ୍କ କଥା ବି ଥରେ ଚିନ୍ତା କରନ୍ତିନି। ଏଇ ଯେମିତି ମୀନା ସିନା ଜେଲ୍ ଭିତରେ ଖାଇ ପିଇ ଅଚିନ୍ତାରେ ରହିବ, ହେଲେ ଏଇ ଦୁଇ ଛୁଆ କ'ଣ କରିବେ? କେମିତି ନିଜ ଭବିଷ୍ୟତ ନିଜେ ଗଢ଼ିବେ? ଆପଣ କ'ଣ ଭାବୁଛନ୍ତି? ନିଜ ସ୍ତ୍ରୀକୁ ସବୁବେଳେ ଜଗି ରହିବାକୁ? ଯଦି ନିଜ ସ୍ତ୍ରୀକୁ ସବୁବେଳେ ଜଗି ରହିବେ ତେବେ ପେଟକୁ ଦାନା କୋଉଠୁ ଆସିବ? ଏକଥା ସ୍ତ୍ରୀମାନେ ଭଲ ଭାବରେ ବୁଝିବା ଦରକାର ଆଉ ସବୁ ମୁହୂର୍ତ୍ତରେ ସ୍ୱାମୀର ସାଥ ବି ଦେବା ଦରକାର। ମୀନା ଯାହା କରିଛି ତାକୁ କେମିତି ଦଣ୍ଡ ମିଳିବା ଦରକାର। ଆଉ ମନୋଜ ବାହା ହେଇଥିବା ଆଉ କାହା ସ୍ତ୍ରୀକୁ କ'ଣ ପ୍ରେମ କରିବା ଉଚିତ ଥିଲା କି? ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।